ଯେତେବେଳେ କୌଣସି ଲୋକ ଆପଣଙ୍କ ମନକୁ ଦୁଃଖଦାୟକ କରିଥାଏ, ସେତେବେଳେ ଚାଣକ୍ୟଙ୍କ ଏହି 5ଟି ଗୁପ୍ତ କଥା ସବୁବେଳେ ମନେ ରଖନ୍ତୁ, ଯାହା ଫଳରେ ଏହି ଗୁପ୍ତ କଥା ମାଧ୍ୟମରେ ଆପଣ ସେହି ଲୋକକୁ ଉଚିତ ଶିକ୍ଷା ଦେଇପାରିବେ। ଯେତେବେଳେ କୌଣସି ଏକ ଲୋକ ତୁମକୁ ଏକ ଆହ୍ୱାନ ଦେଇ ସେ ନିଜେ ହିଁ ନିଜକୁ ଗର୍ବ କରିବାକୁ ଲାଗୁଛି, ତେବେ ଆପଣ ସେଠାରେ କ'ଣ କରିବେ? ନା ଆତ୍ମହତ୍ୟା କରିବେ, ନା ସେହି ଲୋକ ଉପରେ ପ୍ରତିଶୋଧ ନେବେ? ତ ଏହାର କାରଣ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ ଜଣାଇଦେବି ଯେ ଚାଣକ୍ୟଙ୍କ ଏହି 5ଟି ଗୁପ୍ତ ନିୟମ କ'ଣ କ'ଣ ଅଟେ। ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଯାହା କୌଶଳତା ଏବଂ କୌଣସି ଲୋକର ଉଚିତ ଶିକ୍ଷାକୁ ନୁହେଁ, ବରଂ ଆପଣଙ୍କର ନିଜର ପୂରା ଜୀବନକୁ ମଧ୍ୟ ବଦଳାଇ ଦେବ ଏହି 5ଟି ଗୁପ୍ତ ନିୟମ। ତ ଚାଲନ୍ତୁ ଆଉ ଡେରି ନ କରି ସେହି ନିୟମଗୁଡ଼ିକ କ'ଣ ତାହା ଜାଣିବା। ପ୍ରଥମରେ, ଯଦି ଆପଣ କୌଣସି ଲୋକଙ୍କୁ ପ୍ରତିଶୋଧ ନେବାକୁ ବା ତାକୁ ମାରିବାକୁ ଚାହୁଁଛନ୍ତି, ତେବେ ତାହା ଆପଣଙ୍କର ବହୁତ ବଡ଼ ମସ୍ତ ଭୁଲ ଅଟେ। ତେଣୁ ଏହା କେବେ ମଧ୍ୟ କରନ୍ତୁ ନାହିଁ। ତାହେଲେ ଆପଣ କ'ଣ କରିବେ? ସେହି ଲୋକ ଉପରେ କିଭଳି ଭାବରେ ପ୍ରତିଶୋଧ ନେବେ? ତ ଏହାର କାରଣ ହେଉଛି କେବଳ ନିଜର ବୁଦ୍ଧି ଅଟେ। ଆପଣ ଯଦି ନିଜର ବୁଦ୍ଧି ମାଧ୍ୟମରେ ସେହି ଲୋକଙ୍କୁ ପ୍ରତିଶୋଧରେ ନେଇଯାଉଛନ୍ତି, ତେବେ ସେହି ଲୋକ ନିହାତି ଭାବରେ ଆପଣଙ୍କର ସେହି କଥାକୁ ଗ୍ରହଣ କରିବ, ଆଉ ସେହି ଲୋକଟି ଆପଣଙ୍କର ବହୁତ ବଡ଼ ବନ୍ଧୁ ମଧ୍ୟ ହୋଇଯିବ। ତେଣୁ କାହା ଉପରେ ପ୍ରତିଶୋଧ ନେବା ପୂର୍ବରୁ ସବୁବେଳେ ଗୋଟିଏ କଥା ଭାବିବା ଉଚିତ, ତାକୁ ମୁଁ ଖଣ୍ଡାରେ ମାରିବି ନା ନିଜର ବୁଦ୍ଧି ବଳରେ? ଆପଣ ଏହି କଥା ଭାବିଲେ ହିଁ ଆଗକୁ ଯାଇପାରିବେ। ଆଉ ଆପଣ ଯଦି ଭାବିବେ ଯେ ମୁଁ ତାକୁ ଉଡ଼େଇ ଦେବି ଆଉ ଖଣ୍ଡାରେ ମଧ୍ୟ କାଟିଦେବି, ତେବେ ଏହା ଏକ ଭୁଲ ଅଟେ। କେବଳ ଯଦି ପାରୁଛନ୍ତି, ତେବେ ନିଜର ବୁଦ୍ଧି ବଳରେ ତାକୁ ହରାନ୍ତୁ, ଆଉ ତାକୁ ଏମିତି ଉଚିତ ଶିକ୍ଷା ଦିଅନ୍ତୁ ଯେ ସେ କିଭଳି ଭାବରେ ଆପଣଙ୍କୁ ଅସମ୍ମାନ ମଧ୍ୟ ନ ଦେଉ। ତ ଏହା କଲେ ହିଁ ସେହି ଲୋକ ଆପଣଙ୍କଠୁ ଦୂରେଇବାକୁ ଲାଗିବ, ନଚେତ୍ ବହୁତ ଘୃଣା ଅପମାନ ମଧ୍ୟ ଦେବ। ଆଉ ଗୋଟିଏ କଥା ସାଙ୍ଗମାନେ, ଯେ ଏହି ଭିଡ଼ିଓଟି ଆପଣ କେଉଁ ଜାଗାରୁ ଦେଖୁଛନ୍ତି ତାହା ମୋତେ କମେଣ୍ଟ ବକ୍ସରେ ନିହାତି ଭାବରେ ଜଣାଇବେ, ଆଉ ବହୁତ ସାରା ଭଲ ପାଇବା ମଧ୍ୟ ଦେବେ, ଯାହା ଫଳରେ ଆପଣଙ୍କର ସେହି ଗୋଟିଏ ଭଲ ପାଇବା ପାଇଁ ମୁଁ ବହୁତ ଆଗକୁ ଯାଇପାରିବି। ଦ୍ୱିତୀୟରେ, ଯଦି ଆପଣ କୌଣସି ଖେଳ ଖେଳିବାକୁ ଯାଉଛନ୍ତି, ତେବେ ଆପଣ କେବେ ମଧ୍ୟ କ୍ରୋଧରେ ଯିବେ ନାହିଁ। କାହିଁକି ନା ଚାଣକ୍ୟଙ୍କ କହିବା କଥା ଅନୁଯାୟୀ କ୍ରୋଧ ହେଉଛି ମଣିଷର ଏକ ବହୁତ ବଡ଼ ଶତ୍ରୁ ଅଟେ। କ୍ରୋଧ ସମୟରେ ମଣିଷ ତା'ର କ'ଣ ନା କ'ଣ ହରେଇ ଦିଏ, ସେ ନିଜେ ବି ଜାଣିନଥାଏ। ତେଣୁ ଖେଳିବାକୁ ଯିବା ପୂର୍ବରୁ କେବେ ମଧ୍ୟ କ୍ରୋଧ କରିକି ଯାଆନ୍ତୁ ନାହିଁ। ଆପଣ ସେହି ଖେଳ ସରିଲା ପରେ ନିଜେ ହିଁ ଚିନ୍ତା କରିବେ, ଆଉ ମୁଁ ସିନା ଜିତିଗଲି, ହେଲେ ସେହି ଲୋକଟିର କ'ଣ ହେଲା? ତ ଏହି କଥା ଚିନ୍ତା କରିଲା ବେଳକୁ ଆପଣ ସେତେବେଳକୁ ଆଉ ସମୟ ମଧ୍ୟ ନଥିବ। ତେଣୁ କେବେ ମଧ୍ୟ କାହା ଉପରେ କ୍ରୋଧ କରନ୍ତୁ ନାହିଁ। କ୍ରୋଧ ବହୁତ ବଡ଼ ଶତ୍ରୁ ଅଟେ, ତାହା ମନୁଷ୍ୟକୁ ମଧ୍ୟ ନଷ୍ଟ କରିଦିଏ। ତେଣୁ କୌଣସି ଲୋକ ଉପରେ କ୍ରୋଧ କରିବା ଏକ ଭୁଲ କାମ ଅଟେ। କ୍ରୋଧ ମଣିଷର ବହୁତ ବଡ଼ ଶତ୍ରୁ ଅଟେ। ରାଗ ସମୟରେ ମଣିଷ ନିଜର ବୁଦ୍ଧିମତ୍ତାକୁ ମଧ୍ୟ ହରାଇ ଦିଏ, ଆଉ ବହୁତ ସାରା ଭାବନାକୁ ମଧ୍ୟ ଚୂର୍ଣ୍ଣ ବିଚୂର୍ଣ୍ଣ କରିବାକୁ ଲାଗିଥାଏ। ତେଣୁ
ଏହିପରି କେବେ ମଧ୍ୟ କରନ୍ତୁ ନାହିଁ, ଯାହାଫଳରେ ଆପଣଙ୍କୁ ଭବିଷ୍ୟତରେ ବହୁତ ପସ୍ତେଇବାକୁ ମଧ୍ୟ ଲାଗିବ। ତେଣୁ ଏହି କାମ କେବେ ମଧ୍ୟ କରନ୍ତୁ ନାହିଁ। ତୃତୀୟରେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଯଦି ଆପଣଙ୍କ କୌଣସି କାମ କରୁଥିବା ବେଳେ ଯଦି ସେହି ସ୍ଥାନରେ କେଉଁ ବ୍ୟକ୍ତି ଆପଣଙ୍କୁ ହଇରାଣ କରିବାକୁ ଲାଗୁଅଛି, ତେବେ ସେହି ସ୍ଥାନରେ ଆପଣ କିଛି ବି କରନ୍ତୁ ନାହିଁ। ବରଂ ସେହି ସ୍ଥାନରୁ ଶୀଘ୍ର ଚାଲି ଆସି ନିଜ ଘରକୁ ଯିବାକୁ ଚେଷ୍ଟା କରନ୍ତୁ, ଯାହାଫଳରେ ସେହି ଲୋକଟି ମଧ୍ୟ ସେ ଆପେ ଆପେ ଚାଲିଯିବ। ଆଉ ସେହି ଲୋକକୁ ସବୁବେଳେ ଉଚିତ ଶିକ୍ଷା ଦିଅନ୍ତୁ, ଯେପରିକି ସେ ଆଉ କେବେ ମଧ୍ୟ ହଇରାଣ କରିବାକୁ ଲାଗିବ ନାହିଁ। ତ ଏହା ବଦଳରେ ଆପଣ କ'ଣ କରିବେ? ତ ଏହାର ଉତ୍ତରରେ ମୁଁ କହିବାକୁ ଚାହୁଁଛି ଯେ ସେହି ଲୋକକୁ ସବୁବେଳେ ଦୂରେଇ ରୁହ। ଆଉ ସେ ଯାହା କହୁଛି ତାହା କେବେ ମଧ୍ୟ ଶୁଣ ନାହିଁ, ଯାହାଫଳରେ ସେହି ଲୋକଟି ଭାବିବ ଯେ ମୋ କଥା ତ କେହି ଶୁଣୁନାହାନ୍ତି, ମୁଁ ଏଠି କହିକି ଲାଭ କ'ଣ? ତେବେ ସେ କିଛି ନ ଭାବି ସେଠୁ ଚାଲିଯିବ। ତେଣୁ ନିଜର ବୁଦ୍ଧି ବଳରେ ହିଁ ସେହି ଲୋକକୁ ହଟାଇବା ଶିଖନ୍ତୁ। ଆପଣ ଯଦି ରାଗିକି ସେହି ଲୋକ ଉପରେ ପ୍ରତିଶୋଧ ନେବେ ନା, ତେବେ ସେହି ଲୋକର କିଛି ହେବନି, ବରଂ ଓଲଟା ଆପଣଙ୍କ ଉପରେ ଲୋକ ରାଗିବାକୁ ଲାଗିବେ। ତେଣୁ ନିଜର ବୁଦ୍ଧି ଖଟାନ୍ତୁ। ଯେକୌଣସି ବିପଦ ଆସୁନା କାହିଁକି, ସବୁବେଳେ ଗୋଟିଏ କଥା ମନେ ରଖନ୍ତୁ ଯେ ସେହି ବିପଦକୁ ମୁଁ ମୋର ବୁଦ୍ଧି ବଳରେ ସାମ୍ନା କରିବି ନା ମୋର ଅନ୍ୟ କୌଣସି ଉପାୟରେ ସାମ୍ନା କରିବି। ତ ଏହି କଥା ଭାବିଲେ ହିଁ ଆପଣ ସେହି ବିପଦ ଟଳିବାକୁ ଲାଗିବ। ଆଉ ସର୍ବଦା ଗୋଟିଏ କଥା ମନେ ରଖନ୍ତୁ ଯେ ସେହି ବିପଦକୁ ନିଜର ବୁଦ୍ଧି ଦ୍ୱାରା ହିଁ ଟଳିବାକୁ ଚେଷ୍ଟା କରନ୍ତୁ, ନଚେତ୍ ସେହି ବିପଦ ବାରମ୍ବାର ମଧ୍ୟ ଆସିବାକୁ ଲାଗିଥାଏ। ଆପଣ ଯଦି ବୁଦ୍ଧି ବଳରେ ତାକୁ ହଟାଇ ଦିଅନ୍ତି, ତେବେ ସେ ଆଉ କେବେ ମଧ୍ୟ ଆସିବାକୁ ଚେଷ୍ଟା ମଧ୍ୟ କରିବ ନାହିଁ। ତେଣୁ ସାଙ୍ଗମାନେ, ମୁଁ ଗୋଟିଏ କଥା କହୁଛି, ସବୁବେଳେ ହେତୁ ରଖନ୍ତୁ ବା ମନେ ରଖନ୍ତୁ ଯେ ଆମ ପାଖରେ ସମୟ ଆଉ ଧୈର୍ଯ୍ୟ ହେଉଛି ସବୁଠାରୁ ମୂଲ୍ୟବାନ ସମ୍ବଳ, ଯାହା ଚାଲିଗଲେ ଆଉ କେବେ ମଧ୍ୟ ଫେରେ ନାହିଁ। ତେଣୁ ସମୟକୁ ସବୁବେଳେ ଧ୍ୟାନର ସହିତ ରଖନ୍ତୁ। ଆଉ ଗୋଟିଏ ଦିନରେ ଆପଣ କିଛି ନା କିଛି କରିକି ଏହି ଦୁନିଆକୁ ଦେଖାନ୍ତୁ। ଆଉ ଧୈର୍ଯ୍ୟ, ସାଙ୍ଗମାନେ, ଧୈର୍ଯ୍ୟ ହେଉଛି ଗୋଟିଏ ଜିନିଷ ଯାହା ତାହା ବିନା ଆପଣ କିଛି ମଧ୍ୟ କରିବା ଅସମ୍ଭବ ହୋଇପଡ଼େ। ଯଦି ଆପଣ ଯେକୌଣସି କାମ ହେଉ କିମ୍ବା ଯେକୌଣସି ଖେଳ ହେଉ କିମ୍ବା ଅନ୍ୟ କୌଣସି ଯାହା ବି ହେଉନା କାହିଁକି, ଯଦି ଆପଣଙ୍କର ସେଥିରେ ଧୈର୍ଯ୍ୟ ନାହିଁ, ତେବେ ଆପଣ ସେହି ଖେଳରେ ଜିତିବାଟା ବହୁତ କଷ୍ଟକର ହୋଇପଡ଼େ। ଧୈର୍ଯ୍ୟ ବା ଜିଦ୍ ରଖିବା ଏକାନ୍ତ ଆବଶ୍ୟକ ଅଟେ, ନଚେତ୍ ଆପଣ କେବେ ମଧ୍ୟ ଆଗକୁ ବଢ଼ିପାରିବେ ନାହିଁ, ସେମିତି ହିଁ ଗୋଟିଏ ଜାଗାରେ ରହିଥିବେ। ତେଣୁ ସମୟକୁ ସବୁବେଳେ ଅପେକ୍ଷା କରିବା ଶିଖନ୍ତୁ ଆଉ ଧୈର୍ଯ୍ୟକୁ ସବୁବେଳେ ମୁକାବିଲା କରିବା ଶିଖନ୍ତୁ। ଆପଣ ଯଦି ଏହି ଦୁଇଟି ଯାକ ଆପଣ କରିଦେବେ, ତେବେ ଆପଣ ସକ୍ସେସ୍ ହେବା ଜାଗାରୁ କେହି ବି ଅଟକାଇ ପାରିବେ ନାହିଁ। ତେଣୁ ଏହାକୁ ସବୁବେଳେ ଧ୍ୟାନର ସହିତ ରଖନ୍ତୁ ଆଉ ସବୁବେଳେ ଆଗକୁ ହିଁ ବଢ଼ିବାକୁ ଚେଷ୍ଟା କରନ୍ତୁ, ନଚେତ୍ ଆପଣଙ୍କୁ ଏହି ଦୁନିଆ ବହୁତ ଛାରଖାର କରିବାକୁ ଲାଗିବ। କହିବାକୁ ଗଲେ ଏହି ଦୁନିଆଟା ହିଁ ବହୁତ ବଡ଼ ଅଜବ ସାଙ୍ଗମାନେ। ଯଦି ଗୋଟିଏ ଖରାପ ଲୋକ ଅନ୍ୟ ଜଣେ ଭଲ ଲୋକକୁ ପ୍ରଶମିତ କରିଥାଏ, ତେବେ ସେହି ଭଲ ଲୋକଟି ନିଜେ ହିଁ ଫସି ଯାଇଥାଏ ଆଉ ସେହି ଖରାପ ଲୋକଟି ନିଜେ ନିର୍ଦ୍ଦୋଷ ହୋଇ ଖଲାସ ହୋଇଯାଏ। ତେଣୁ ଦୁନିଆରେ କହିବାକୁ ଗଲେ ଭଲ ଲୋକଙ୍କ ପାଖରେ କେହି ଛିଡ଼ା ହୁଅନ୍ତି ନାହିଁ, ଖରାପ ଲୋକଙ୍କ ପାଖରେ ସମସ୍ତେ ଛିଡ଼ା ହୁଅନ୍ତି। ଆଉ ଗୋଟିଏ କଥା ସାଙ୍ଗମାନେ, ଦୁନିଆରେ ପଇସା କମାଇବା ଶିଖନ୍ତୁ,
ପଇସା ବିନା କିଛି ବି ହୁଏ ନାହିଁ। ନା ଆପଣ କୌଣସି ଜାଗାକୁ ଯାଇପାରିବେ, ନା କ'ଣ କିଣିପାରିବେ, ନା କ'ଣ ଖାଇପାରିବେ। କିଛି ନାହିଁ, କିଛି ନାହିଁ ସାଙ୍ଗମାନେ। ଆପଣ କିଛି ନା କିଛି ପଇସା କମାନ୍ତୁ, ଆଉ କର୍ମ ମଧ୍ୟ କରନ୍ତୁ। ଏମିତିକି ନୁହେଁ ସାଙ୍ଗମାନେ, ଆପଣ ମୁଁ କହିଦେଲି ବୋଲି ଆପଣ ପଇସା ହଠାତ୍ କମେଇଦେବେ। ନା, ଏହା ଏକ ଭୁଲ ଅଟେ। ଆପଣ ପଇସା କମାଇବାକୁ ହେଲେ ବହୁତ ଦିନ ଧୈର୍ଯ୍ୟର ସହିତ ମୁକାବିଲା କରିବାକୁ ପଡ଼ିବ। ଯାହାଫଳରେ ଆପଣଙ୍କର ସେହି କର୍ମ ଆପଣଙ୍କୁ କେତେବେଳେ ଯେ କେଉଁ ଜାଗାରୁ ନେଇ କେଉଁ ଜାଗାରେ ଛିଡ଼ା କରିଦେବ, ଆଉ ରାଜା ମଧ୍ୟ ବନେଇଦେବ, ତାହା ଆପଣ ମଧ୍ୟ ଜାଣିପାରିବେ ନାହିଁ। କହିବାକୁ ଲାଗିବେ, ଆରେ ସମୟ ତ ଥିଲା, ମୁଁ ବହୁତ ଗରିବ ଥିଲି, ଆଉ ଏବେ ଏମିତି କ'ଣ ହେଇଗଲି। ଯାହାଫଳରେ ସାଙ୍ଗମାନେ ସମୟ ହିଁ ସବୁଠାରୁ ମୂଲ୍ୟବାନ ଅଟେ, ଆଉ ଧୈର୍ଯ୍ୟ ମଧ୍ୟ। ତେଣୁ ଏ ଦୁଇଟାକୁ ଛାଡ଼ିଦେଲେ ଏହି ଦୁନିଆରେ ମନୁଷ୍ୟ ଜଗତ ତିଷ୍ଠିପାରେ ନାହିଁ। ତେଣୁ ଏହି ଦୁଇଟିକୁ ସାବଧାନତାର ସହିତ ପାଳନ କରିଲେ ଯାଇକି ଆମେ ଆଗକୁ ଯାଇପାରିବା। ଚତୁର୍ଥରେ, ସବୁବେଳେ ଶକ୍ତିଶାଳୀ ହେବାକୁ ହିଁ ଚେଷ୍ଟା କରନ୍ତୁ। ଯାହାଫଳରେ ଏହି ଦୁନିଆ ଆପଣଙ୍କୁ ମୁଣ୍ଡ ନୁଆଁଇବ, ଆଉ ଅନେକ ଲୋକ ଆପଣଙ୍କୁ ମଧ୍ୟ ଡରିବାକୁ ଲାଗିବେ। ଶକ୍ତିଶାଳୀ ତ ସାଙ୍ଗମାନେ ସବୁବେଳେ ଶକ୍ତିଶାଳୀ ହୁଅନ୍ତୁ, କାରଣ ଦୁନିଆ ହିଁ ବହୁତ ସ୍ୱାର୍ଥପର। ଆପଣ ଯଦି ଶକ୍ତିଶାଳୀ ହେଇଯିବେ, ତେବେ ଆପଣଙ୍କ ପାଖକୁ କୌଣସି ଲୋକ ମଧ୍ୟ ଆସିବାକୁ ଡରିଯିବ। ତେଣୁ ସବୁବେଳେ ସ୍ୱାର୍ଥପର ଭାବରେ ନିଜର ଭୁଲ କରିବା ଅପେକ୍ଷା ଶକ୍ତିଶାଳୀ ହେବା ବହୁତ ବଡ଼ ଉଚିତ ଅଟେ। ସାଙ୍ଗମାନେ କହିବାକୁ ଗଲେ ଶକ୍ତିଶାଳୀ ହେବ, କିଛି ମନା ନାହିଁ। ତ ଶକ୍ତିଶାଳୀ କେମିତି ହେବ? ନିଜର ବୁଦ୍ଧି ବଳରେ ନା ଅନ୍ୟ କୌଣସି ଉପାୟରେ? ଏହା ମୋତେ କମେଣ୍ଟରେ ଜଣାଇବେ। ଆଉ ଆପଣ ଯଦି ନିଜର ବୁଦ୍ଧି ମାଧ୍ୟମରେ ଶକ୍ତିଶାଳୀ ହେଉଛନ୍ତି ନା, ତେବେ ଆପଣଙ୍କ ପାଖରେ ଦୁନିଆ କ'ଣ, ସାରା ମନୁଷ୍ୟ ଜଗତ ମଧ୍ୟ ମୁଣ୍ଡ ନୁଆଁଇବ। ଆଉ ଆପଣ ମଧ୍ୟ ସେମାନଙ୍କୁ କିଛି କିଛି ଶିଖାଇଲେ ସେମାନେ ମଧ୍ୟ ଏହି ସମାଜ ବିଷୟରେ ଜାଣିପାରିବେ। ତେଣୁ ପ୍ରଥମେ ନିଜକୁ ସତର୍କ ରଖନ୍ତୁ। ଆଉ ଶକ୍ତିଶାଳୀ ସାଙ୍ଗମାନେ, ଶକ୍ତିଶାଳୀ ଏମିତି ଏକ ଜିନିଷ ନୁହେଁ ଯେ ଆମ ପାଖକୁ ଧାଇଁ ଧାଇଁ ଆସିବ। ଶକ୍ତିଶାଳୀ ହେବାକୁ ହେଲେ ଆମକୁ ବହୁତ ବର୍ଷ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଥାଏ। ତ ସାଙ୍ଗମାନେ, ଶକ୍ତିଶାଳୀ ତ ଗୋଟିଏ ଜିନିଷ ନୁହେଁ ନା ଯେ ଆମ ପାଖକୁ ଆସିବ ହେରି। ତ ଆମେ ନିଜର କର୍ମ ପଥରେ ଯଦି ଆଗେଇ ଚାଲିବା, ଆଉ ଲୋକମାନଙ୍କୁ ବହୁତ ସାରା ଭଲ ପାଇବା ଏବଂ ବହୁତ ଆଗକୁ ମଧ୍ୟ ଯିବା, ତେବେ ଶକ୍ତିଶାଳୀ ହେବାରୁ କେହି ମଧ୍ୟ ରୋକିପାରିବେ ନାହିଁ। ତେଣୁ ସବୁବେଳେ ଗୋଟିଏ କଥା ମନେ ରଖନ୍ତୁ ଯେ ମୁଁ ଦୁନିଆରେ କ'ଣ କରିପାରିବି, ଆଉ ମୁଁ ଦୁନିଆକୁ କାହିଁକି ଆସିଛି ସାଙ୍ଗମାନେ। ତ ଦୁନିଆକୁ କିଛି ତ ଦେଖାଇବାକୁ ଆସିଛି ନା, ଖାଲି ସେମିତି ଆସିଛି ଆଉ ଚାଲିଯିବି। ତେଣୁ ଦୁନିଆକୁ ଯେତେବେଳେ ଆମେ ଆସିଛେ ବା ଏହି ମନୁଷ୍ୟ ଜଗତ ସୃଷ୍ଟି ହୋଇଛି, ତ କ'ଣ ପାଇଁ ସୃଷ୍ଟି ହୋଇଛି? ତ ଏହାର ଉତ୍ତର ହେଉଛି ଯେ ମନୁଷ୍ୟକୁ ଏଥିପାଇଁ ସୃଷ୍ଟି କରାଯାଉଛି ଯେ ଜଣେ ମରିଗଲା ପରେ ମଧ୍ୟ ଅନ୍ୟ ଜଣେ ମନୁଷ୍ୟମାନେ ମଧ୍ୟ ମନେ ରଖିବେ ଯେ ସେହି ଲୋକଟି କେତେ ବଡ଼ ମହାନ ଥିଲା, ଆଉ କେତେ ବଡ଼ ପୁଣ୍ୟର କାମ ମଧ୍ୟ କରୁଥିଲା। ଯାହାଫଳରେ ତାଙ୍କର ସେହି ଅନେକ ପ୍ରଶଂସା ପାଇ ମଧ୍ୟ ଜଣେ ମରିଥିବା ବ୍ୟକ୍ତିର ମଧ୍ୟ ଆତ୍ମାକୁ ଶାନ୍ତି ମିଳିବ, ଆଉ ସାରା ଓଡ଼ିଶାବାସୀ ମଧ୍ୟ ତାହା ପାଇଁ ପ୍ରାର୍ଥନା କରିବେ। ତେଣୁ ସବୁବେଳେ ଶକ୍ତିଶାଳୀ ହୁଅନ୍ତୁ, ଆଉ ଦୁନିଆକୁ ଏପରି ନିଜର କରି ଦେଖାଇ ଦିଅନ୍ତୁ ଯେ ଦୁନିଆ ତୁମେ ମଲା ପରେ ମଧ୍ୟ ଆପଣଙ୍କୁ ହେତୁ ରଖିବ, ଆଉ କହିବାକୁ ଲାଗିବ ଲୋକଟା ବହୁତ ଭଲ ଥିଲା, ଏତେ ଶୀଘ୍ର କେମିତି ଚାଲିଗଲା। ତେଣୁ ସବୁବେଳେ ସମ୍ମାନର ସହିତ କଥା କୁହନ୍ତୁ, ଆଉ ଆଗକୁ ମଧ୍ୟ ବଢ଼ନ୍ତୁ। ପଞ୍ଚମରେ, ଚାଣକ୍ୟ କୁହନ୍ତି କି ଯେ ଆମେ କେବଳ ନିଜର ବୁଦ୍ଧିମତ୍ତା ଦ୍ୱାରା ନୁହେଁ, ବରଂ ନିଜର ସମ୍ମାନର ସହିତ ମଧ୍ୟ କଥା କହିବା ବହୁତ ଜରୁରୀ ଅଟେ। ନଚେତ୍
ଆମକୁ ବହୁତ ଅସମ୍ମାନ ମଧ୍ୟ ମିଳିପାରେ। ଯେତେବେଳେ ଆମେ ଏକ ଲୋକଙ୍କୁ ଅସମ୍ମାନ କରିଥାଉ ନା, ସେତେବେଳେ ସେ ଆମକୁ ହିଁ ଅସମ୍ମାନ କରିଥାଏ ଆଉ କହିବାକୁ ଲାଗିଥାଏ ଯେ ଆରେ ତୁ ତ ମୋତେ ଅସମ୍ମାନ କରୁଛୁ, ମୁଁ ବି ତୋତେ କରୁଛି, ଆଉ ତୁ ମୋତେ କାହିଁକି ବାଡ଼େଇଲୁ? ସେତେବେଳେ ଆପଣ ଉତ୍ତରରେ କ'ଣ କହିବେ? ନା ଏହା କହିବେ ଯେ ଆରେ ଭାଇ ସରି, ଆଉ କ'ଣ କରିବି, ତ ଆପଣ ଏହା କହିକି ଚାଲିଯିବେ। ସାଙ୍ଗମାନେ, ସବୁବେଳେ ଲୋକମାନଙ୍କ ସହିତ ଭଲରେ କଥା କହିବା ଶିଖନ୍ତୁ। ଆଉ ଚାଣକ୍ୟ, ତ ସାଙ୍ଗମାନେ ଏହାର ଗୋଟିଏ ଏକ୍ଜାମ୍ପଲ୍ ଦେଉଛି ଯେ ଚାଣକ୍ୟ ମଧ୍ୟ ବହୁତ ଭଲ ଲୋକ ଥିଲେ, ଆଉ ସେ ମଧ୍ୟ ଆଜି ଆମ ଗହଣରେ ନାହାନ୍ତି। ସେଥିପାଇଁ ତାଙ୍କର ସେହି କେତେକ ସ୍ମୃତି ଗୁଡ଼ିକ ଆମ ହୃଦୟରେ ରହିଯାଇଛି। ଯେପରିକି ମୁଁ ଆପଣଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କହିଲି, ଚାଣକ୍ୟ ମଧ୍ୟ ତାଙ୍କର ବହୁତ ସସମ୍ମାନ ଦ୍ୱାରା ବହୁତ ଗଭୀର ପ୍ରେରଣା ମଧ୍ୟ ଲାଭ କରିଥିଲେ, ଆଉ ଆପଣ ମଧ୍ୟ କରିପାରିବେ। କିନ୍ତୁ କେତେବେଳେ? ଯେତେବେଳେ ଆପଣ ନିଜକୁ ନିଜେ ଭାବିବେ ଯେ ମୁଁ ଏକ କିଛି ନୁହେଁ, ଆଉ ଦୁନିଆ ଯାହା କହୁନା କାହିଁକି, କେବଳ ନିଜର ବୁଦ୍ଧି ଦ୍ୱାରା ନିଜର କାମ କରନ୍ତୁ ଆଉ ସଫଳତା ମଧ୍ୟ ହାସିଲ କରନ୍ତୁ। କାରଣ ଲୋକମାନଙ୍କ କଥାରେ ଦୁନିଆ ଚାଲେ ନାହିଁ, ବରଂ ନିଜର ବୁଦ୍ଧିମତ୍ତାରେ ହିଁ ଚାଲିଥାଏ। ଏହି ଦୁନିଆ ଯଦି ଲୋକଙ୍କ କଥା ଉପରେ ଚାଲିଥାନ୍ତା, ତେବେ ଲୋକମାନେ ତ ଅନେକ କିଛି କରିପାରିଥାନ୍ତେ। କିନ୍ତୁ ଲୋକମାନେ ଚୁପ୍ ଅଛନ୍ତି କାହିଁକି? ତ ଏହାର କାରଣ କ'ଣ ଆପଣ ଜାଣିବାକୁ ଚାହୁଁଛନ୍ତି ନା? ତେବେ ମୁଁ କହୁଛି ଶୁଣନ୍ତୁ। ଲୋକମାନେ ଏଥିପାଇଁ ଚୁପ୍ ଅଛନ୍ତି ଯେ ଦୁନିଆ ହିଁ ବହୁତ ସ୍ୱାର୍ଥପର। ଆପଣ ଯଦି କାହାକୁ କ'ଣ କହିଦେବେ, ତେବେ ସେ କାଳେ ଆପଣଙ୍କୁ ହଠାତ୍ ମାରିଦେବ, ତାହେଲେ ଏହି ଭୟ ଆପଣଙ୍କ ମନରେ ହିଁ ଏକ ଘୃଣା ଭାବ ସୃଷ୍ଟି କରିଦିଏ, ଯାହାଫଳରେ ଆପଣ ସେହି ସ୍ଥାନକୁ ଯିବାକୁ ହିଁ ପୂର୍ବରୁ 100 ଥର ଭାବିକି ଯାଆନ୍ତି। ତ ସାଙ୍ଗମାନେ, ମୁଁ କହିବା କଥା ହେଲା, ଯଦି ଆପଣ ସତ୍ୟ ଆଉ ନ୍ୟାୟରେ ଅଛନ୍ତି, ତେବେ ଆପଣଙ୍କ ସହିତ ଭଗବାନ ମଧ୍ୟ ଅଛନ୍ତି। ସେ ଯାହା ବି କହୁନା କାହିଁକି, ସେହି ଲୋକ ଯାହା ବି କହୁଛୁ କହୁ, ଆପଣ ତାହାକୁ ଘୃଣା ଆଉ ଅପମାନ କରିକି ଚାଲି ଆସନ୍ତୁ, ଯାହାଫଳରେ ଆପଣ ବହୁତ ଆଗକୁ ମଧ୍ୟ ଯିବେ। ସେହି ଲୋକର କଥା କେବେ ମଧ୍ୟ ଶୁଣନ୍ତୁ ନାହିଁ। ଆପଣ ସତ୍ୟ ଏବଂ ନ୍ୟାୟରେ ରୁହନ୍ତୁ, ଭଗବାନ ମଧ୍ୟ ସାଥ ଦେବେ। ଆଉ ସେହି ଲୋକ ଯେତେବେଳେ ଆପଣଙ୍କୁ ମାରିବାକୁ ଆସିବ, ସେତେବେଳେ ଭଗବାନ ହିଁ ଆମ ସାଥ ଦେବେ, ହେଲା। ତ ସାଙ୍ଗମାନେ, କହିବାକୁ ଗଲେ କେବେ ମଧ୍ୟ ପ୍ରତିଶୋଧ ନିଅନ୍ତୁ ନାହିଁ, କାରଣ ପ୍ରତିଶୋଧ ନେବା ଏକ ଭୁଲ ଅଟେ। ଆମେ ଯଦି ଧରି ନିଅନ୍ତୁ ଆଜି ଗୋଟିଏ ଲୋକ ଉପରେ ପ୍ରତିଶୋଧ ନେବା, କାଲି ହୁଏତ ସେ ବି ଆମ ଉପରେ ପ୍ରତିଶୋଧ ନେବ, ତ 2 ଜଣ ଯାକ ପ୍ରତିଶୋଧ ନେବା। ତ ଏହା ଫଳରେ ଅନ୍ୟର ଫାଇଦା କ'ଣ ହୋଇଥାଏ ବା ଆମର ଫାଇଦା କ'ଣ ହୋଇଥାଏ, ଏହା ମଧ୍ୟ ବେଳେବେଳେ ଚିନ୍ତା କରିବା ଉଚିତ। ତାହେଲେ ଯାଇ ଆମେ ଆଗକୁ ଅଧିକରୁ ଅଧିକ ଯାଇପାରିବା। ସାଙ୍ଗମାନେ, ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ଷ୍ଟପ୍ କରୁଛି। ପୁଣି ଦେଖା ହେବା ଆଉ ଗୋଟିଏ ନେକ୍ସଟ ଭିଡ଼ିଓରେ। ସେତିକି ପର୍ଯ୍ୟନ୍ତ ରହୁଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଭିଡ଼ିଓକୁ ବହୁତ ସାରା ଭଲ ପାଇବା ମଧ୍ୟ ଦିଅନ୍ତୁ, ଯାହାଫଳରେ ମୁଁ ଆଗକୁ ମଧ୍ୟ ଯାଇପାରିବି। ଆଉ ଗୋଟିଏ କଥା ସାଙ୍ଗମାନେ, ଯଦି ଆପଣଙ୍କୁ ମୋ ଭିଡ଼ିଓଟି ଭଲ ଲାଗିଲା, ତେବେ ନିହାତି ଭାବରେ ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଭକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଉପରେ କ୍ଲିକ୍ କରି ରଖିଥାନ୍ତୁ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ ପହଞ୍ଚି ପାରିବ, ଆଉ ଆପଣ ହିଁ ପ୍ରଥମେ ଦେଖିପାରିବେ।